নমস্কার দর্শক বন্ধু, জয় জগন্নাথ। আজি হচ্ছে ডিসেম্বর মাস 21 তারিখ রবিবার। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, 18 ମାଓବାଦୀଙ୍କ ମୁଣ୍ଡ ପାଇଁ 8,40,00,000 ପୁରସ୍କାର। ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ 18 ମାଓବାଦୀଙ୍କ ମୁଣ୍ଡ ଉପରେ 8,40,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏପରିକି ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ମାଓବାଦୀଙ୍କ ନାମ ସହ ଫଟୋ ଏବଂ ପୁରସ୍କାର ରାଶି ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ଆତ୍ମସମର୍ପଣ କଲେ ମାଓବାଦୀମାନଙ୍କୁ କ'ଣ କ'ଣ ସୁବିଧା ମିଳିବ ସେ ନେଇ ମଧ୍ୟ ପୋଷ୍ଟରରେ ଦର୍ଶାଯାଇଛି। ପୋଲିସ ପକ୍ଷରୁ ଯୋଗାଯୋଗ କରିବା ପାଇଁ ଏକ ମୋବାଇଲ ନମ୍ବର 9437673839 ଜାରି କରାଯାଇଛି। ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳ ଧାରଣା କୂଳରେ ଫିଙ୍ଗିଦେଲେ ଦୁଇ ଅଭିଯୁକ୍ତ। 14 ବର୍ଷ ପରେ ଆସିଲା ବଡ଼ ରାୟ। ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦୀପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ 14 ବର୍ଷ ପରେ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଦୌରାଜ ରଞ୍ଜୁଲତା ଲେଙ୍କା 2 ଜଣ ଅଭିଯୁକ୍ତଙ୍କୁ ଦଫା 302ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ 10,000 ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି। 1 ବର୍ଷ ଜେଲ୍ ଦଣ୍ଡାଦେଶ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଦ୍ୱୟ ହେଲେ ଶଳା ଭିଣେଇ। ଏହି ଥାନା ଅନ୍ତର୍ଗତ ହଳଦୀପାଟଣା ଗ୍ରାମର ପ୍ରଫୁଲ୍ଲ ରାଉତ ଶଳା ଓ କୋଚିଲା ଗ୍ରାମର ମଣି ଅରିସଲ ଭିଣେଇ। ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲର ଭାଇ ମନୋଜ ରାଉତ। ଏବେ ବି ଫେରାଇ ରହିଥିବା ଅଭିଯୁକ୍ତ ବାପା ସୁବଲ ରାଉତଙ୍କ ମୃତ୍ୟୁ ଘଟିଥିଲା। ମାମଲାରୁ ପ୍ରକାଶ ଯେ ବୃନ୍ଦାବନ ଟାଙ୍ଗୀପୃତ ବଙ୍ଗଳାରୁ ରାତ୍ରି ଜଗୁଆଳ ଭାବେ କାମ କରି ଅବସର ଗ୍ରହଣ କରିଥିଲେ। ତାଙ୍କ ସାନ ଭାଇ ସୁବଲ ରାଉତ ସହ ଜମିଜମା ବିବାଦ ରହିଥିଲା। ଏନେଇ ଉଭୟ ପରିବାର ତିକ୍ତତା ରହିଥିଲା। ତାଙ୍କୁ ସବୁଦିନ ପାଇଁ ଜୀବନରୁ ହଟାଇବା ପାଇଁ ସୁବଲଙ୍କ 2 ପୁଅ ଅଭିଯୁକ୍ତ ପ୍ରଫୁଲ୍ଲ ଏବଂ ଫେରାର ଅଭିଯୁକ୍ତ ମନୋଜ ଷଡ଼ଯନ୍ତ୍ର କରିଥିବା ବେଳେ ପ୍ରଫୁଲ୍ଲ ଶଳା ଅଭିଯୁକ୍ତ ମଣି ସହଯୋଗ କରିଥିଲେ। 2011 ଏପ୍ରିଲ ମାସ ପଣା ସଂକ୍ରାନ୍ତି ରାତିରେ ବୃନ୍ଦାବନ ଦାଣ୍ଡ ପିଣ୍ଡାରେ ଶୋଇଥିଲେ। ସେଠାରୁ ତାଙ୍କୁ ହତ୍ୟା ପରେ ଘୋଷାଡ଼ି ନେଇ ରେଳ ଧାରଣାରେ କୋଳରେ ଫୋପାଡ଼ି ଦେଇଥିଲେ। 14 ତାରିଖରେ ମୃତକଙ୍କ ବୋହୂ ପ୍ରତିମା ରାଉତ ତାଙ୍କ ଶ୍ୱଶୁରଙ୍କୁ କେହି ଦୁର୍ବୃତ୍ତ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରେଳ ଧାରଣାରେ ଫୋପାଡ଼ି ଚାଲିଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଦଫାରେ କେସ୍ ନମ୍ବର 64/11ର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୋଲିସ ଉପରୋକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିଲା। ଆଜି ଏହି ମାମଲାର ଶୁଣାଣି କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜ 37 ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଦ୍ୱୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ଓ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ମଣ୍ଡି ଖୋଲିବା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ। ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ମଣ୍ଡି ଏଯାଏ ଖୋଲି ଯାଇପାରିନାହିଁ, ଯାହାଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାଇ ହଇରାଣ ହତହତ ହେଉଛନ୍ତି। ତେଣୁ ଶନିବାର ଜିଲ୍ଲା କୃଷକ ସଂଘ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବଲାଙ୍ଗୀର ଜିଲ୍ଲାରେ ତୁରନ୍ତ ସବୁ ମଣ୍ଡି ଖୋଲିବା, କଟନୀ ଛୁଟି ବନ୍ଦ କରିବା, ମଣ୍ଡିରେ ସିସି କ୍ୟାମେରା ଲଗାଇବା ଓ ଚାଷୀର ସବୁ ଧାନ ସରକାର କିଣନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ 7 ଦଫା ଦାବିପତ୍ର ପ୍ରଦାନ କରିଥିଲେ ଜିଲ୍ଲା କୃଷକ ସଂଘ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ନନ୍ଦ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରୁଛି। ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ପ୍ରାଥମିକ ସୂଚନାରୁ ଯାହା ଜଣାପଡ଼ିଛି, ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ସୁନାଗହଣା ଜବତ କରାଯାଇଛି। ଜଗତସିଂହପୁରର ଚତରାଠାରେ ଅବସ୍ଥିତ ଆବାସିକ 3 ମହଲା କୋଠା, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସାମନ୍ତରାୟପୁର ପୋଷ୍ଟ ଡୋଣ୍ଡୋ ନିଜ ଗ୍ରାମଠାରେ 2 ମହିଳା ବିଶିଷ୍ଟ କୋଠା, କଟକ ବନ ବିଭାଗ ଅଧୀନରେ ଥିବା ଫରେଷ୍ଟ ରେଞ୍ଜ ସୋମପୁର, ଜଗତସିଂହପୁରରେ ଅବସ୍ଥିତ କାର୍ଯ୍ୟାଳୟ, ଜଗତସିଂହପୁର ଫରେଷ୍ଟ ରେଞ୍ଜ ଅଫିସରେ ପରିସର ଅବସ୍ଥିତ ସରକାରୀ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସ 2 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 5 ଡିଏସ୍ପି, 8 ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ସାମିଲ ଅଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଆଣିଛନ୍ତି। ଏଥିରେ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯିବ। ଏହି ହିତାଧିକାରୀ ବିଏଲ୍ସି, ଏଏସ୍ପି, ଏଆର୍ଏଚ୍ ଏବଂ ସୁବିଧା ସବସିଡି ସ୍କିମ୍ ଆଇଏସ୍ଏସ୍ ପରି
ବିଭିନ୍ନ କ୍ଷେତ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଅଧୀନରେ 1 କୋଟି ନୂତନ ଘର ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଆପଣ ଏହି ଅନଲାଇନ୍ ନାହିଁ ମଧ୍ୟ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ PMAOSG ଅଧୀନରେ ଲାଭାର୍ଥୀମାନଙ୍କ ଖାତାକୁ ଟଙ୍କା ଆସିବା ତାରିଖ ସମ୍ବନ୍ଧରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଯଦି ଆପଣ ଏହି PMAOSG ଯୋଜନା ଅଧୀନରେ ଫର୍ମ ଆବେଦନ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ମିଳିଥିବା ସୂଚନା ମୁତାବକ ଆସନ୍ତା ଡିସେମ୍ବର 23 ତାରିଖରେ ବିଭିନ୍ନ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ବାବଦକୁ ପ୍ରାୟ 100 କୋଟି ଟଙ୍କା ମିଳିବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକଙ୍କୁ ପ୍ରାୟ 54,554 ଟଙ୍କା ମିଳିବ। ଏନେଇ ରାଜସ୍ଥାନ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ରାଜସ୍ଥାନର ନାଗୌର ମେଡତାରେ ଏକ କୃଷକ ସମ୍ମିଳନୀରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 18,500 ହିତାଧିକାରୀଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ 100 କୋଟି ଟଙ୍କା ଟ୍ରାନ୍ସଫର କରିବେ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 28.49 ଲକ୍ଷ ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ମୋଟ 28.11 ଜଣଙ୍କ ପାଇଁ ଘର ମଞ୍ଜୁର କରାଯାଇଛି, ଯାହା ମଧ୍ୟରୁ ଅଗଷ୍ଟ 12 ତାରିଖ ସୁଦ୍ଧା 24.24 ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ତେଣୁ ଏନେଇ ବକେୟା ଥିବା ରାଶି ଓଡ଼ିଶାକୁ ମଧ୍ୟ ମିଳିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ମାନଦଣ୍ଡକୁ ଆଧାର କରି ଏକ ପ୍ରାଥମିକତା ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳାମାନଙ୍କୁ ଏହି ତାଲିକାରେ ପ୍ରାଥମିକତା ଦିଆଯାଉଛି। ପ୍ରତିଷ୍ଠିତ ନିର୍ଦ୍ଦେଶାବଳୀ ଅନୁଯାୟୀ 60% ବାସଗୃହ SC/ST ପରିବାରକୁ ବଣ୍ଟନ କରାଯିବ। ଏହାପରେ ଯାଇ ବାକି ଥିବା ଲାଭାର୍ଥୀଙ୍କୁ ଏହି ତାଲିକାରେ ଯୋଡ଼ାଯିବ ବୋଲି ଖବର ମିଳିଛି। ଏଣୁ ଯଦି ଆପଣଙ୍କ ନାମରେ ଏଯାଏଁ PMAOSG ଅନୁମୋଦନ ହୋଇନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନାମ ୱେଟିଂ ତାଲିକାରେ ଥାଇପାରେ। ପରବର୍ତ୍ତୀ କିସ୍ତି ଜାରି ହେଲେ ଆପଣ ଭଲ ଖବର ନିଶ୍ଚୟ ପାଇପାରନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଗିଲ୍ଙ୍କ କ୍ୟାରିୟର ସାରିଦେଲେ ସୂର୍ଯ୍ୟକୁମାର, ଜାଣିଶୁଣି ଦଳରୁ କରିଦେଲେ ବିଦା। ସାମ୍ବାଦିକ ସମ୍ମିଳନୀରେ ଯାହା କହିଲେ ଶୁଣିଲେ ହେବ ଆଶ୍ଚର୍ଯ୍ୟ। ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ODI ଏବଂ ଟେଷ୍ଟ ଅଧିନାୟକ ଶୁଭମ ଗିଲ୍ଙ୍କୁ ଦଳରୁ ବାଦ୍ ଦେଇଛନ୍ତି। ପ୍ରକୃତରେ ଗିଲ୍ଙ୍କୁ ଦଳରେ ସାମିଲ କରାଯାଇ ନପାରେ ବୋଲି ଅନେକ ଦିନ ଧରି କଳ୍ପନା ଜଳ୍ପନା ଜାରି ରହିଥିଲା। ଆଜି ଯେତେବେଳେ BCCI ସଚିବ ଦେବଜିତ ସାଇକିଆ ଦଳ ଘୋଷଣା କଲେ, ଗିଲ୍ଙ୍କ ନାମ ସେଠାରେ ନଥିଲା। ଗିଲ୍ଙ୍କୁ କାହିଁକି ସୁଯୋଗ ମିଳିଲା ନାହିଁ? ଗତ 18ଟି T20 ମ୍ୟାଚ୍ରେ ଗିଲ୍ଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି। ସେ ଏହି ସମୟ ମଧ୍ୟରେ ଗୋଟିଏ ବି ଅର୍ଦ୍ଧଶତକ ମାରିନାହାନ୍ତି। ତାଙ୍କର ଏକମାତ୍ର ମ୍ୟାଚ୍ ବିଜୟୀ ଇନିଂସ 2025 ମସିହାରେ ପାକିସ୍ତାନ ବିପକ୍ଷରେ ଆସିଥିଲା, ଯେଉଁଠାରେ ସେ 28 ବଲ୍ରେ 47 ରନ୍ କରିଥିଲେ। ଟପ୍ ଅର୍ଡରରେ ଖେଳ ଗିଲ୍ ତାଙ୍କ ବ୍ୟାଟ୍ ସହିତ ରନ୍ କରିପାରିନଥିଲେ। ଏହି ରନ୍ ରେଟ୍ ଏତେ ଖରାପ ଥିଲା ଯେ ସେ ଆଜି T20 ବିଶ୍ୱକପ୍ରୁ ବାଦ୍ ପଡ଼ିଥିଲେ। ଗିଲ୍ ଉପରେ ସୂର୍ଯ୍ୟକୁମାର ଯାଦବଙ୍କ ଅସ୍ପଷ୍ଟ ବିବୃତ୍ତି ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଗିଲ୍ଙ୍କୁ ଦଳରେ କାହିଁକି ସାମିଲ କରାଯାଇନାହିଁ ବୋଲି ପଚରାଗଲା, ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ଗିଲ୍ଙ୍କୁ ତାଙ୍କ ଫର୍ମ ପାଇଁ ନୁହେଁ ବରଂ ଦଳର ଗଠନ ପାଇଁ ବାଦ୍ ଦିଆଯାଇଛି। ସେ କହିଥିଲେ ଯେ ସେମାନେ ଶୀର୍ଷରେ ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଚାହାନ୍ତି। ସେପ୍ଟେମ୍ବରରେ ଅନୁଷ୍ଠିତ ଏସିଆ କପ୍ ତାଙ୍କର ପୁନରାଗମନ ସିରିଜ୍ ଥିଲା, କିନ୍ତୁ ସେଠାରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିନଥିଲେ। ଗୁରୁବାର ଶେଷ ହୋଇଥିଲା ଦକ୍ଷିଣ ଆଫ୍ରିକା ବିପକ୍ଷ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ସମୟରେ ଗିଲ୍ଙ୍କ ପ୍ରଦର୍ଶନ ହାରାହାରି ତଳେ ଥିଲା ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଭିଜିଲାନ୍ସ ଜାଲରେ ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ମନାଇବାଲି ଘାଟ ଜମିଜମା ମାଛପୋଚ ବାବଦକୁ ଏକତରଫା ବିଚାର କରିବାକୁ ଯାଇ ଜମି ମାଲିକଙ୍କଠାରୁ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ପରେ ଅତିରିକ୍ତ ତହସିଲଦାରଙ୍କ ତାଙ୍କର ଭଡ଼ା ଘର ଅଲାରପୁରଠାରେ ଚଢ଼ାଉ କରି ନଗଦ 2,40,000 ଟଙ୍କା ଜବତ କରିଥିବା ଭିଜିଲାନ୍ସ DSP ସୁଶୀଲ ଏକ୍କା ସୂଚନା ଦେଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଭିଜିଲାନ୍ସ ଅତିରିକ୍ତ ତହସିଲଦାରଙ୍କ କେନ୍ଦ୍ରାପଡ଼ା ଘରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର, ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ 7 ଜଣ ଗିରଫ। ଚାରିଆଡ଼ୁ ସମାଲୋଚନା ପରେ ମୁଣ୍ଡ ନୁଆଇଲେ ୟୁନୁସ୍ ସରକାର। ବାଂଲାଦେଶ ବର୍ତ୍ତମାନ ହିଂସା ଏବଂ ଅଶାନ୍ତିରେ ବୁଡ଼ି ରହିଛି। ଛାତ୍ରନେତା ଶରୀଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ଢାକା ସମେତ ଅନେକ ସହରରେ ପ୍ରତିବାଦ, ଭଙ୍ଗାରୁଜା ଏବଂ ପୋଡ଼ାଜଳା ଆରମ୍ଭ ହୋଇଛି। ଏହି ଅଶାନ୍ତ ପରିବେଶ ମଧ୍ୟରେ ସାମ୍ପ୍ରଦାୟିକ ହିଂସାର ଆଉ ଏକ ଦୁଃଖଦ ଘଟଣା ଘଟିଛି। ବାଂଲାଦେଶର ମାୟନମାଂସିଂ ଜିଲ୍ଲାରେ ଭିଡ଼ ହିଂସାରୁ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଚାରିଆଡ଼େ ସମାଲୋଚନା ପରେ ଶେଷରେ ଏବେ 7 ଜଣଙ୍କୁ ଗିରଫ କରାଯାଇଛି। ଅନ୍ତରୀଣ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଶନିବାର ଘୋଷଣା କରିଛନ୍ତି, ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ୟୁନୁସ୍ ପ୍ରଶାସନ ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଉଛନ୍ତି 27 ବର୍ଷୀୟ ଦୀପୁଚନ୍ଦ୍ର ଦାସ। ସେ ଜଣେ ହିନ୍ଦୁ ଥିଲେ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ ୟୁନୁସ୍ କହିଛନ୍ତି, ଦୀପୁଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା, ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାପିଡ୍ ଆକ୍ସନ ବାଟାଲିୟନ RAB ଏହି ମାମଲାରେ 7 ଜଣ ହିନ୍ଦୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହମ୍ମଦ ଲିମନ ସରକାର 19, ମହମ୍ମଦ ତାରିକ ହୁସେନ,
ମହମ୍ମଦ ମାନିକ ମିଆଁ, ଇରଶାଦ ଅଲ୍ଲୀ, ନେଜୁମ ଉଦ୍ଦିନ, ଆଲମଗୀର ହୁସେନ ଏବଂ ମହମ୍ମଦ ମିରାଜ ହୁସେନ ଏକନ୍ ଅନ୍ତର୍ଭୁକ୍ତ ଅଛନ୍ତି ବୋଲି କହିଛନ୍ତି। ଏହି ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଦେଶରେ ଯୁବ ନେତା ଶରୀଫ ଉତ୍ସାହ ହାଦିଙ୍କ ମୃତ୍ୟୁ ପରେ ବିବାଦ ଓ ହିଂସା ବଢ଼ି ଯାଇଥିଲା। ହାଦି ଗତ ବର୍ଷ ଛାତ୍ର ନେତୃତ୍ୱାଧୀନ ଜୁଲାଇ ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଏବଂ ଇନକ୍ଲାବ ମଞ୍ଚର ମୁଖପାତ୍ର ମଧ୍ୟ ଥିଲେ। ଡିସେମ୍ବର 12 ତାରିଖରେ ଢାକାରେ ଆକ୍ରମଣକାରୀମାନେ ହାଦିଙ୍କ ମୁଣ୍ଡକୁ ଗୁଲି ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା, ଯେଉଁଠାରେ ଗୁରୁବାର ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହାପରେ ଢାକା ସମେତ ଅନେକ ସହରରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା। ବାଂଲାଦେଶର ଅନ୍ତରୀଣ ସରକାର ହିନ୍ଦୁ ଯୁବକଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ନୂତନ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ। ଏହି ଘୃଣ୍ୟ ଅପରାଧରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ। ୟୁନୁସ୍ ପ୍ରଶାସନ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ, ଗୁଜବରୁ ଦୂରେଇ ରହିବାକୁ ଏବଂ କୌଣସି ପ୍ରକାର ହିଂସା କିମ୍ବା ଉତ୍ତେଜନାରେ ଲିପ୍ତ ନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ନୂଆ ବର୍ଷରୁ ଗାଡ଼ି ଚାଳକ ସାବଧାନ, ସ୍ପିଡରେ ଲାଗିବ ଲଗାମ। ଆପେ ଆପେ କଟିବ ଗାଡ଼ି ଚାଳନା। ନୂଆ ବର୍ଷରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଯଦି ଆପଣ ରାଜପଥରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥାନ୍ତି, ତେବେ ଟିକେ ସତର୍କ ରୁହନ୍ତୁ, କାରଣ କେନ୍ଦ୍ର ସରକାର ଏବେ ଏମିତି ଏକ ଟୋଲ୍ ସିଷ୍ଟମ ଆଣିବାକୁ ଯାଉଛନ୍ତି, ଯାହାଦ୍ୱାରା ନା ଟୋଲ୍ ପ୍ଲାଜାରେ ଅଟିବାକୁ ପଡ଼ିବ, ନା ଜରିମାନାରୁ ବର୍ତ୍ତି ପାରିବେ ଆପଣ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ କହିବା ଅନୁଯାୟୀ 2026 ସୁଦ୍ଧା ଦେଶର ଏକ ସାଟେଲାଇଟ୍ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି 80 କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାପ କରିବେ ନାହିଁ। ଗାଡ଼ିରେ ନମ୍ବର ପ୍ଲେଟ୍ ଏବଂ ଫାସ୍ଟ୍ୟାଗ୍ର ଫଟୋ ଉଠାଇବା ପାଇଁ ହାଇ ସ୍ପିଡ୍ କ୍ୟାମେରା ଲଗାଯିବ। ତାପରେ ଗାଡ଼ି ସହିତ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟାଯିବ। ଏହାର ଅର୍ଥ କୌଣସି ନଗଦ ଟଙ୍କା ନାହିଁ, କୌଣସି ବାଧା ନାହିଁ ଏବଂ ଲମ୍ବା ଧାଡ଼ି ନାହିଁ। ସେହିଭଳି ଏହି ନୂଆ ବ୍ୟବସ୍ଥା ଦ୍ୱାରା ଗାଡ଼ି ସ୍ପିଡ୍ ଉପରେ ମଧ୍ୟ ନଜର ରଖିବ। ଯଦି କୌଣସି ଗାଡ଼ି ସାଧାରଣ ଅପେକ୍ଷା ଦୁଇଟି ଟୋଲ୍ ପ୍ଲାଜା ମଧ୍ୟରେ ଦ୍ରୁତ ଗତିରେ ଯାଏ, ତେବେ ସିଷ୍ଟମ ଗାଡ଼ିକୁ ଦ୍ରୁତ ଗତିରେ ଚଲାଉଥିବା ଚିହ୍ନଟ କରିବ ଆଉ ସ୍ୱୟଂ ଚାଳିତ ଚାଲାଣ ଜାରି କରାଯିବ। ଗଡ଼କରୀ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ସାଟେଲାଇଟ୍ ବ୍ୟବସ୍ଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ କାର୍ଯ୍ୟ କରିବ। ଟୋଲ୍ ପ୍ଲାଜାରେ ଯାନବାହନ ନ ଅଟକାଇ ଇନ୍ଧନ ସଞ୍ଚୟ ହେବ। ସରକାରଙ୍କ ସୂଚନା ଅନୁଯାୟୀ ଏହା ପ୍ରାୟ 1500 କୋଟି ଟଙ୍କାର ଇନ୍ଧନ ସଞ୍ଚୟ କରିବ। ଏହା ସହ ସରକାରଙ୍କ ଜରୁରୀକାଳୀନ ପାଣ୍ଠିର ପ୍ରାୟ 6000 କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ। ଖାଲି ଏତିକି ନୁହେଁ, ନୀତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର କେବଳ ଜାତୀୟ ରାଜପଥ ପାଇଁ ଦାୟୀ, ରାଜ୍ୟ, ସହର କିମ୍ବା ଗ୍ରାମାଞ୍ଚଳ ରାସ୍ତା ପାଇଁ ନୁହେଁ। ସେ କହିଛନ୍ତି ଯେ 70% ଅଭିଯୋଗ ସେହି ରାସ୍ତାଗୁଡ଼ିକର ଆସୁଛି ଯେଉଁ ରାସ୍ତାଗୁଡ଼ିକର କେନ୍ଦ୍ର ସରକାରଙ୍କର କିଛି ସମ୍ପର୍କ ନାହିଁ। ଜାତୀୟ ରାଜପଥରେ ନିମ୍ନମାନର କାମ କରୁଥିବା ଠିକାଦାରମାନଙ୍କୁ ଏବେ 2 ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ନୂଆ ବର୍ଷରେ ନୂଆ ମନ୍ତ୍ରିମଣ୍ଡଳ, ବାଦ୍ ପଡ଼ିପାରନ୍ତି ବିବାଦରେ ଥିବା ମନ୍ତ୍ରୀ। କିଛି ଦିନ ଅନ୍ତରରେ ପୁଣି ଫେରିଛି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା। ନୂଆ ବର୍ଷରେ ନୂଆ କ୍ୟାବିନେଟ୍ ସହଯୋଗୀଙ୍କୁ ନେଇ ଶାସନ ଚଳାଇବେ ମୋହନ ସରକାର। ହଁ, ଆମେ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କଥା ହିଁ କହୁଛୁ। ଅନେକ ମନ୍ତ୍ରୀଙ୍କ ବିଭାଗ ବଦଳିବ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କିଛି ନବାଗତ ଆଉ ଅଭିଜ୍ଞ। ଦିଲ୍ଲୀର ସଂକେତ ପରେ ପ୍ରସ୍ତୁତି ଆରମ୍ଭ କଲେଣି ମୋହନ ଯୋଡ଼ି। ଇସାରା ମିଳିଛି ସରକାରକୁ, କ୍ରିୟାଶୀଳ କରାଅ, ତୁରନ୍ତ ପୂରଣ କର ଖାଲି ପଡ଼ିଥିବା ମନ୍ତ୍ରୀ ପଦ। ଯେଉଁମାନେ ଭଲ ପ୍ରଦର୍ଶନ କରୁନାହାନ୍ତି ସେମାନଙ୍କୁ ବଦଳାଇ ଯାଇପାରେ। ଦିଲ୍ଲୀରେ ଶୀର୍ଷ ନେତୃତ୍ୱର ଏଭଳି ଅନୁମତି ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଏ ସଂକ୍ରାନ୍ତରେ ପ୍ରାରମ୍ଭିକ ଆଲୋଚନା ସରିଛି। ଆଉ ଏଥିସହିତ ପ୍ରସଙ୍ଗଟି ବିଜେପି ରାଜ୍ୟ କାର୍ଯ୍ୟକାଳ ପାଚେରୀ ଡେଇଁ ରାସ୍ତାରେ ଓହ୍ଲାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ପୂରଣ ହେବ ଖାଲି ପଡ଼ିଥିବା 6 ମନ୍ତ୍ରୀ ପଦ। ଗୁରୁତ୍ୱପୂର୍ଣ୍ଣ ବିଭାଗ ହାତଛଡ଼ା କରିବେ ଏକାଧିକ ମନ୍ତ୍ରୀ। ବିବାଦରେ ଥିବା ପତ୍ନୀଙ୍କ ପଦକୁ ରହିଛି ବିପଦ ଏବଂ ଦକ୍ଷତା ପ୍ରଦର୍ଶନରେ ବିଫଳ ମନ୍ତ୍ରୀଙ୍କ ମୁଣ୍ଡରେ ଝୁଲୁଛି ଅଣ୍ଡା। ସାମିଲ ହେବେ ନବାଗତ, ଅଳ୍ପ ଅଭିଜ୍ଞ। ଜାନୁଆରୀ ନୁହଁ, ଫେବୃଆରୀ ପ୍ରଥମ ସପ୍ତାହ ଉପରେ ଆଖି ପକାଇବେ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ହଠାତ୍ କମିଗଲା ସୁନା ଦର। ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ଡେରି ନକରି ଶୀଘ୍ର ମାର୍କେଟ ଯାଆନ୍ତୁ। ତଳମୁହାଁ ହେଲା ସୁନା ଦର। ଭାରତରେ 24 କ୍ୟାରେଟ୍, 22 କ୍ୟାରେଟ୍ ଏବଂ 18 କ୍ୟାରେଟ୍ ସୁନାର ମୂଲ୍ୟ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ହ୍ରାସ ପାଉଛି। ଗତ ସପ୍ତାହରେ 10 ଗ୍ରାମ 24 କ୍ୟାରେଟ୍ର ସୁନାର ମୂଲ୍ୟ 1,02,000 ଏବଂ 100 ଗ୍ରାମ 12,000 ହ୍ରାସ ପାଇଛି। ଏହି ସପ୍ତାହର ପ୍ରାରମ୍ଭର ମୂଲ୍ୟ ସର୍ବକାଳୀନ ସର୍ବାଧିକ ଥିଲା। ବର୍ତ୍ତମାନ 10 ଗ୍ରାମ ଓ 24 କ୍ୟାରେଟ୍ର ସୁନା ମୂଲ୍ୟ 1,34,180 ଟଙ୍କା, 22 କ୍ୟାରେଟ୍ର ସୁନା ମୂଲ୍ୟ 1,23,000 ଏବଂ 18 କ୍ୟାରେଟ୍ର ସୁନା ମୂଲ୍ୟ 1,630 ରହିଛି। ଏବଂ 24 କ୍ୟାରେଟ୍ର ସୁନାର ମୂଲ୍ୟ 13,41,700, 22 କ୍ୟାରେଟ୍ର ସୁନାର ମୂଲ୍ୟ 12,29,000 ଏବଂ 18 କ୍ୟାରେଟ୍ର ସୁନା ମୂଲ୍ୟ 10,06,300 ରହିଛି। ଗତକାଲି ଡିସେମ୍ବର 19 ତାରିଖରେ ମୂଲ୍ୟ 6,600 ହ୍ରାସ ପାଇଛି। ସୁନାର ମୂଲ୍ୟ ଡିସେମ୍ବର 15 ତାରିଖରେ ପହଞ୍ଚିବା ରେକର୍ଡ ସର୍ବୋଚ୍ଚ ମୂଲ୍ୟଠାରୁ ଯଥେଷ୍ଟ ହ୍ରାସ ପାଇଛି ବୋଲି ସୂଚନା ମିଳିଛି।
ପରବର୍ତ୍ତୀ ଖବର ଏସ୍ଆଇ ନିଯୁକ୍ତି ପରୀକ୍ଷା କେଲେଙ୍କାରୀ ଗୁମର ଖୋଲୁଛି। ସିବିଆଇ ପଞ୍ଝାକୁ ଆସିଲେ ବଡ଼ବଡ଼ିଆ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଲେଙ୍କାରୀ ମାମଲାରେ ତନାଘନା ଚାଲିଛି ସିବିଆଇ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆର୍ବି ଏସ୍ପିଙ୍କୁ ଆଜି ଦିନ ତମାମ ଜେରା କରିଛନ୍ତି ସିବିଆଇ ଅଧିକାରୀ। ଓପିଆର୍ବିର ଆଉ 3 ସଦସ୍ୟଙ୍କୁ ମଧ୍ୟ ନୋଟିସ୍ କରାଯାଇଛି। ସେପଟେ 4 ଦିନିଆ ରିମାଣ୍ଡରେ ଥିବା ଶଙ୍କର, ସୁରେଶ ଓ ସାଗରଙ୍କୁ ବି ଚାଲିଛି ପଚରାଉଚରା। ଏସ୍ଆଇ ନିଯୁକ୍ତି କେଲେଙ୍କାରୀ ମାମଲାରେ ଏବେ ସିବିଆଇ ପଞ୍ଝାରେ ଓପିଆର୍ବି ଏସ୍ପି। ପ୍ରଥମେ ପରୀକ୍ଷାର୍ଥୀ, ପରେ ଦଲାଲ ଆଉ ଏବେ ବରିଷ୍ଠ ପୋଲିସ ଅଧିକାରୀ। ଆଜି ପୂର୍ବାହ୍ନରେ ଓପିଆର୍ବି ଏସ୍ପି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦିନ ତମାମ ଗୁଡ଼ିକ ତୁଡ଼େଇ ପ୍ରଶ୍ନ କରିଛନ୍ତି ସିବିଆଇ ଅଧିକାରୀ। ଖାଲି ଏସ୍ପି ନୁହନ୍ତି, କାର୍ଯ୍ୟକ୍ରମେ ହାଜର ହେବା ପାଇଁ ଓପିଆର୍ବିର ଆଉ 3 ସଦସ୍ୟଙ୍କୁ ହୋଇଛି ନୋଟିସ୍। ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜେରା ପରେ ଏହି ମହାନୁର୍ଦ୍ଦିନର ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶା ରଖିଛନ୍ତି ତଦନ୍ତକାରୀ ସଂସ୍ଥା ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ଡିଜିଟି ପଦରେ ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିଏଡ୍ ସ୍ପେଶାଲ ଏବଂ ବିଏଡ୍ ଜେନେରାଲ ଯୋଗ୍ୟତା ସମାନ। ବିଏଡ୍ ସ୍ପେଶାଲ ଓ ବିଏଡ୍ ଜେନେରାଲ ଶିକ୍ଷାଗତ ଯୋଗ୍ୟତା ସମାନ। ଟିଜିଟି ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ବିଏଡ୍ ଜେନେରାଲ ଧାର୍ଯ୍ୟ କାର୍ଯ୍ୟ କରିଥିଲା ବେଳେ ଉକ୍ତ ପଦରେ ଜଣେ ବିଏଡ୍ ସ୍ପେଶାଲ ଡିଗ୍ରୀଧାରୀ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ମହେଶ୍ୱର ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଡିକେ ଶ୍ରୀପଥ ଏହି ଆଦେଶ ଦେଇଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ଇପିଏଫ୍ଓର ବଡ଼ ନିଷ୍ପତ୍ତି, ପିଏଫ୍ ଧାରକଙ୍କ ପାଇଁ ଖୁସି ଖବର। ଛୁଟିରେ କଟାଯିବ ନାହିଁ ବୀମା ରାଶି, ଚାକିରି ଛାଡ଼ୁଥିଲେ ବି ମିଳିବ ଲାଭ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ କର୍ମଚାରୀ ଜମା ଲିଙ୍କ୍ ବୀମା ଯୋଜନା ଇଡିଏଲ୍ଆଇର ନିୟମକୁ ସରଳ କରିବାକୁ ନିଷ୍ପତ୍ତି ନେଇଛି। ଏହା ସିଧାସଳଖ ସେହି କର୍ମଚାରୀଙ୍କ ପରିବାରକୁ ଲାଭ ଦେବ ଯେଉଁମାନଙ୍କର ମୃତ୍ୟୁ ଦାବି ପୂର୍ବରୁ ଚାକିରି ପରିବର୍ତ୍ତନ କରିବା ସମୟରେ ଏକ ଛୋଟ ବିରତି ନେବା ଯୋଗୁଁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଡିସେମ୍ବର 2025ରେ ଜାରି ହୋଇଥିଲା ଏକ ସର୍କୁଲାର ମାଧ୍ୟମରେ ଇପିଏଫ୍ଓ ଏହି ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିଛି। ଏହା କର୍ମଚାରୀଙ୍କ ହିତ ପାଇଁ ଏକ ଐତିହାସିକ ପଦକ୍ଷେପ ପ୍ରମାଣିତ ହୋଇପାରେ। ପରବର୍ତ୍ତୀ ଖବର ଓଡ଼ିଶାରେ ଲାଗୁ ହେଲା ନୂଆ ନିୟମ, ପ୍ରଦୂଷଣ ପ୍ରମାଣପତ୍ର ଦେଖାଇଲେ ମିଳିବ ତେଲ। ଦିଲ୍ଲୀ ପରେ ଏବେ ଓଡ଼ିଶାରେ ଲାଗୁ ହେଲା ନୂଆ ନିୟମ। ପ୍ରଦୂଷଣ ରୋକିବାକୁ ସକାଳର ସରକାର ନେଲେ ବଡ଼ ନିଷ୍ପତ୍ତି। ଗ୍ରାହକଙ୍କ ମାନେ ଜାଣି ରଖନ୍ତୁ ଏହି ଖବର। ଏଣିକି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ ପମ୍ପରେ ତେଲ। ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। କ'ଣ ନିୟମ? ମୋଟରଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଗୁଡ଼ିକୁ ଚିଠି ଲେଖାଯାଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣବତ୍ତାମାନଙ୍କ ଉନ୍ନତି ରଖାଯିବ ବୋଲି ବିଶେଷ କରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇ ପାରିବ ବୋଲି ଆଶା କରାଯାଇଛି। ମୋଟରଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ। ଏଥିପାଇଁ ଗାଡ଼ିଗୁଡ଼ିକୁ ନିୟମିତ ବ୍ୟବଧାନରେ ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ। ସେହିଭଳି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟ୍ରେ ଇଡି ଟେକ୍ସନ ବ୍ୟବସ୍ଥା ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟରଯାନ ବ୍ୟବହାରକାରୀଙ୍କ ନିବେଦନ କରାଯାଇଛି ଯେ ସର୍ବଦା ଗାଡ଼ିରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖନ୍ତୁ। ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଓଡ଼ିଶାରେ ପେଟ୍ରୋଲ ମନା। ଭୁବନେଶ୍ୱର ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର ପିୟୁସିସି ନଥିଲେ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ ବୋଲି ତୈଳ କମ୍ପାନୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖାଯାଇଛି। ମୋଟରଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ କରୁଥିବା ଯାନବାହନ ପାଇଁ ଏକ ଅଂଶୁକ ଲାଗୁ କରାଯାଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଏବଂ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ ଦିଲ୍ଲୀରେ ଯେଉଁ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ସେହି ଜିନିଷର ନଜର ରଖି ଦୃଷ୍ଟିରେ ରଖି ଓଡ଼ିଶାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ଶାସକ ସଚିବ ଉଷା ପାଢ଼ୀ ଖବର ଦେଇଛନ୍ତି। ଧନ୍ୟବାଦ। ପରବର୍ତ୍ତୀ ଖବର ଆସନ୍ତା 22ରୁ ଯୁକ୍ତ 2 ଇଣ୍ଟରନାଲ ପରୀକ୍ଷା, ଜାନୁଆରୀ 2ରୁ ପ୍ରାକ୍ଟିକାଲ, ଫେବୃଆରୀ 18ରୁ ଫାଇନାଲ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ 2 ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି। ସାମ୍ସ ଇ ସ୍ପେସ୍ ୱେବସାଇଟରେ ଆଡମିଟ୍କୁ ଶୁକ୍ରବାରଠୁ ଉପଲବ୍ଧ ହେବ ବୋଲି ଖବର ମିଳିଛି। ଏନେଇ ସିଏସ୍ସିର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଅଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି। ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧନ୍ୟବାଦ।